କଳାହାଣ୍ଡିରୁ ଆସିଛି ଏକ ବଡ଼ ଖବର। ଧର୍ମଗଡ଼ ଉପଜିଲ୍ଲାପାଳ ଭିଜିଲାନ୍ସ ଜାଲରେ। କଳାହାଣ୍ଡିରୁ ଆସିଛି ଏକ ବଡ଼ ଖବର। ଭିଜିଲାନ୍ସ ଜାଲରେ ଆଇଏଏସ୍ ଅଫିସର। ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମା ଧରା ପଡ଼ିଲେ ଭିଜିଲାନ୍ସ ଜାଲରେ। 10 ଲକ୍ଷ ଟଙ୍କା ଲାଞ୍ଚ ନେଲା ବେଳେ ମାଡ଼ି ବସିଲା ଭିଜିଲାନ୍ସ। ଜୟପାଟନା ଅଞ୍ଚଳର ଜଣେ କ୍ରସର ମାଲିକଙ୍କଠୁ ଲାଞ୍ଚ ନେଉଥିଲେ। ଧର୍ମଗଡ଼ ଉପଜିଲ୍ଲାପାଳ ଘରେ ଭିଜିଲାନ୍ସ ଚଢ଼ାଉ ଜାରି। ସୂଚନାରୁ ପ୍ରକାଶ, କଳାହାଣ୍ଡିର ସବ୍ କଲେକ୍ଟର ଶ୍ରୀ ଧୀମାନ ଚକମା ଆଇଏଏସ୍ ଜଣେ ସ୍ଥାନୀୟ ବ୍ୟବସାୟୀଙ୍କଠାରୁ 20 ଲକ୍ଷ ଟଙ୍କା ଲାଞ୍ଚ ଦାବି କରି ପ୍ରଥମ କିସ୍ତିରେ 10 ଲକ୍ଷ ଟଙ୍କା ଲାଞ୍ଚ ଦାବି ଏବଂ ଗ୍ରହଣ କରିବା ସମୟରେ ଧରାପଡ଼ିଛନ୍ତି। ଅନ୍ୟଥା ତାଙ୍କ ବ୍ୟବସାୟ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଧମକ ଦେଇଥିଲେ। ଅଭିଯୁକ୍ତ ସବ୍ କଲେକ୍ଟର ଅଭିଯୋଗକାରୀଙ୍କୁ ଧର୍ମଗଡ଼ ସ୍ଥିତ ତାଙ୍କର ସରକାରୀ ବାସଭବନକୁ ଡାକି ଲାଞ୍ଚ ରାଶି ଗ୍ରହଣ କରିଥିଲେ ବୋଲି ସୂଚନା ହସ୍ତଗତ ହୋଇଛି। ତାଙ୍କ ଦୁଇ ହାତରେ ବିଭିନ୍ନ ମୂଲ୍ୟର 26 ନମ୍ବର 100 ନୋଟ୍ ବଣ୍ଡଲ ଯାଞ୍ଚ କରିଥିଲେ ଏବଂ ତାଙ୍କ ବାସଭବନ ଅଫିସ ଟେବୁଲ ଡ୍ରୟର ଭିତରେ ରଖିଥିଲେ। ହାତ ଧୋଇବା ଏବଂ ଟେବୁଲ ଡ୍ରୟର ଧୋଇବା ଉଭୟ ସକାରାତ୍ମକ ରାସାୟନିକ ପ୍ରତିକ୍ରିୟା ହୋଇଥିବା ସୂଚନା ମିଳିଛି। ଏହାପରେ ତାଙ୍କ ସରକାରୀ ବାସଭବନରେ ତଲାସୀ ସମୟରେ ଆହୁରି 47 ଲକ୍ଷ ଟଙ୍କା ନଗଦ ଜବତ କରାଯାଇଛି। ଆହୁରି ତଲାସୀ ଜାରି ରହିଛି।